ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ। ନିର୍ବାଚନ ପ୍ରଚାର ଜୋରଦାର କରୁଛି ଭାରତୀୟ କଂଗ୍ରେସ ଦଳ। ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ମହେନ୍ଦ୍ରଗଡ଼ରୁ ବାହାରି ରା ଉଦୟଗିରିଠାରେ କଂଗ୍ରେସ ପକ୍ଷରୁ ଥାନା ପରିସର ବାହାରି ହାଟପଦା ପର୍ଯ୍ୟନ୍ତ କଂଗ୍ରେସ ଦଳ ଶକ୍ତି ପ୍ରଦର୍ଶନ କରି ଭୋଟରମାନଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବାଣ୍ଟି ଭୋଟ ଭିକ୍ଷା କରାଯାଇଛି। ଏଥର କଂଗ୍ରେସ ବିପୁଳ ସଂଖ୍ୟାରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ଉଭୟ ପ୍ରକାଶ କରିଛି। ପୁଣି ଉଦୟଗିରିଠାରେ କଂଗ୍ରେସର ଅସ୍ଥାୟୀ ଅଫିସ ଗୃହ ଦାଶରଥୀ ଗମାଙ୍କ ଫିତାକାଠି ଉଦ୍ଘାଟନ କରି ସମସ୍ତ କର୍ମୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନିଜ ଭାଷଣରେ ଆଜିର ଜନତାଙ୍କୁ ଦେଖି କହିଲେ କି ଏହା ଏକ ମହାଜନ ସମୁଦ୍ର ବୋଲି କ୍ୟାମେରା ସମ୍ମୁଖରେ ପ୍ରକାଶ କରିଥିଲେ। गजपति जिला प्रतिनिधि संतोष कुमार पाल की रिपोर्ट, BE न्यूज ओडिशा।